गुड मॉर्निंग सर। ମୋ ନାଁ ଦାବାନନ୍ଦ ନାୟକ। ମୁଁ ଜଣେ ବ୍ୟାଙ୍କ ଅଫିସର ଥିଲି। ଏଜ୍ ବର୍ତ୍ତମାନ 63। ବ୍ୟାଙ୍କରେ ଯେଉଁ ଜବ୍ ପ୍ରାୟ ଆମେ ସକାଳ 9ଟାରୁ ରାତି 7ଟା ପର୍ଯ୍ୟନ୍ତ ଅଧିକାଂଶ ଟାଇମ୍ ସେଇ ଚେୟାରରେ ହିଁ ବସିକି ରହୁଥିଲୁ। ଯାହାଫଳରେ କି ମୋର ପ୍ରାୟ ସବୁଦିନ ଆସି ଘରେ ପହଞ୍ଚିଲା ପରେ ଏ ବ୍ୟାକ୍ ପେନ୍ ଆରମ୍ଭ ହେଇଯାଏ। ଏଇଟା ତାର ଆଉ ମୁଁ ରାତିରେ ଶୋଇପାରେ। ସେଥିପାଇଁ କାହାକୁ ଡାକିବା ପାଇଁ କୁହେ, ନହେଲେ ତା ତଳେ ଗୋଟେ କ'ଣ କିଛି ଦେଇକି ଶୋଇବା ପାଇଁ ପଡ଼େ। ତା ସହିତ ଆମ ଫ୍ୟାମିଲି ସାରା ପ୍ରାୟ BP ପେସେଣ୍ଟ। ମୋର ବି ସେମିତି ହାଇ BP। ଇଏ ପ୍ରାୟ 5 ମାସ 6 ମାସ ଭିତରେ ଯେତେ ମେଡ଼ିସିନ ଖାଇଲେ ବି BP ମେଡ଼ିସିନ ଖାଇଲେ ବି ଏ ଯେଉଁ ପ୍ରେସର କାମ ପ୍ରେସରରେ ତାମାନେ ଏତେ ହାଇ BP ହେଇଯାଏ ଯେ ମୋତେ 6 ମାସ ଭିତରେ ଥରେ ନିହାତି ହସ୍ପିଟାଲରେ ଯାଇକି ସେ ହସ୍ପିଟାଲାଇଜ୍ ହୁଏ। ନହେଲେ ପ୍ରାଇଭେଟ୍ ଇଏରେ ପ୍ରାୟ ଆମର ଯେଉଁ ପାର୍ଥସାରଥୀ ମହାନ୍ତି ଅଛନ୍ତି ତାଙ୍କ ପାଖରେ 2ଥର ଟ୍ରିଟମେଣ୍ଟ ହେଇଛି। ସୁଧୀର ଶତପଥୀଙ୍କ ପାଖରେ ଥରେ ସେମିତି ରହିକି ଟ୍ରିଟମେଣ୍ଟ ହେଇଛି। ତା ବାଦ ହସ୍ପିଟାଲାଇଜ୍ ଥରେ ଯେମିତିକି ସିଫ୍ଟ ହେଇଗଲି ଟ୍ରେନରେ ଯାଉଥିଲି ସମ୍ ହସ୍ପିଟାଲ ସାଙ୍ଗେ ସାଙ୍ଗେ ତାର ଓହ୍ଲେଇକି ସେଠୁ ମୋତେ ସାଙ୍ଗେ ସାଙ୍ଗେ ନେଇଗଲେ। ସବୁ ହସ୍ପିଟାଲ ଆଡ଼ମିସନ୍ ନେଲି। କାଜୁଆଲିଟିରେ ଗୋଟେ ଦିନ ରହିଲି, ସାଲାଇନ୍ ଆଉ ଇଏ ଚାଲିଲା, ତାପରେ ଭଲ ହେଇକି ଆସିଲି। ଏଇଆ BP ପାଇଁ ହେଉଥିଲା। ମୁଁ ରିଟାୟାର୍ଡ ପରେ ଯାହା ବି ହଉ ଘରେ ତ ଏଇଆ ତ ମେଡ଼ିସିନ ଖାଉଥିଲି ଆଉ ଇଏ ହେଉଥିଲା। କିନ୍ତୁ ରିଟାୟାର୍ଡ ପରେ କରୋନା ଟାଇମ୍ରେ ମୁଁ ଘରେ ଥାଏ। ସାମର ସାର୍ ଆଉ ଆମର ସନ୍ତୋଷ ସାର୍ ଆମ ଘରେ ଆଜି ପହଞ୍ଚିକି ମୋତେ ଏଇ ବ୍ରେସଲେଟ୍ର ଡେମୋ ଦେଖେଇଲେ ଆଉ ଦେଲେ। ତା ସହିତ ଗ୍ୟାସ୍ ସାର୍ଟିଫିକ୍ ଡିଭାଇସ୍ ବିଷୟରେ ବି ମୋତେ ଇଏ କଲେ। ହଁ, ମୁଁ ସେ ବ୍ରେସଲେଟ୍ ଲଗାଇଲା ପରେ ବ୍ୟାକ୍ ପେନ୍ ତ ଆଉ ଟୋଟାଲି ନାହିଁ। ତାମାନେ କହିତେ ଗଲେ ଏବେ ବି ମୁଁ ସେଇ ଷ୍ଟକ୍ ପଏଣ୍ଟ ନେଇଛି। ଆଉ ଷ୍ଟକ୍ ପଏଣ୍ଟରେ ସେଇ ସକାଳୁ ଯାଇକି ବସୁଛି, ରାତି 12ଟା ତାମାନେ ଆସିକି ତ ଆହୁରି 9ଟା 8ଟା 9ଟା ବେଳକୁ ପଳେଇ ଆସୁଥିଲି ବ୍ୟାଙ୍କରୁ। କିନ୍ତୁ ଏବେ ଷ୍ଟକ୍ ପଏଣ୍ଟଟା 25 ତାରିଖ ପରେ, 25 ତାରିଖ କାହିଁକି 20 ତାରିଖ ପରେ ଏବେ ଯେଉଁ ସବୁ ଅଫର୍ ଆସୁଛି ଇଏ ଆସୁଛି, ପ୍ରାୟ ସବୁଦିନ 12ଟା ପରେ ବନ୍ଦ ହେଉଛି ଷ୍ଟକ୍ ପଏଣ୍ଟ। ସକାଳେ ଯାଇକି ରହୁଛି 2ଟା ପର୍ଯ୍ୟନ୍ତ, ତାପରେ 4ଟାରୁ ରାତି 12ଟା ପର୍ଯ୍ୟନ୍ତ ବସିକି ଆସୁଛି। ସେଇ ଚେୟାରରେ ବସୁଛି, ସେଇ କମ୍ପ୍ୟୁଟରରେ ବସୁଛି, ବିଲିଂ ହେଉଛି, ଇଏ ହେଉଛି। ସେ ବ୍ୟାକ୍ ପେନ୍ଟା ନାହିଁ ମୋର। ଆଉ BP ଟ୍ୟାବଲେଟ୍ ଖାଉଛି, କିନ୍ତୁ ମୋତେ ହସ୍ପିଟାଲ ହେଇତେ ପଡ଼ୁନି। ସେଟା ବି ମୋର ତାମାନେ ବର୍ତ୍ତମାନ ସବୁବେଳେ ମୁଁ ପ୍ରାୟ ଏଜ୍ କତ ଅଛି? ଏଜ୍ 63। BP ହଁ। ମୋ ଘରେ ବି ଆଉ ଜଣେ ଫାର୍ମାସିଷ୍ଟ ଅଛନ୍ତି ରହୁଛନ୍ତି। ସିଏ ମୋର ଏଇ BP ପାଇଁ ସିଏ ପ୍ରାୟ ସପ୍ତାହରେ 15 ଦିନ ଥରେ ତାଙ୍କ ତରଫରୁ ଆସିକି କୁହନ୍ତି, ସାଥୀ ଆପଣ BP ହାଇ ଅଛି, ଟିକେ ଚେକ୍ କରିଦେବ। ଚେକ୍ କରେଇ ଦିଅନ୍ତି। ସବୁବେଳେ ରେଞ୍ଜଟା ସିଏ ବି ବର୍ତ୍ତମାନ ପ୍ରେଜେଣ୍ଟ ଅଛନ୍ତି ଏଠି। ସିଏ ବି କହିବେ ଏଇ 2-4 ଦିନ ଆଗରୁ ମୋତେ ଟେଷ୍ଟ କରିଛନ୍ତି। ଆଉ ଯେଉଁଟାକି ମୁଁ ବି ଇମାଜିନ୍ କରିପାରୁନି ଯେ ମୋର କେବେ 140/90ରୁ କମିନଥିଲା। କିନ୍ତୁ ଏଇ ରିସେଣ୍ଟଲି ଏଇ ଅଛି 130/80। କଣ୍ଟିନ୍ୟୁଆସଲି ପ୍ରାୟ 30-40 ଥର ଟେଷ୍ଟ କଲିଣି। ରେଞ୍ଜଟା କେବେ 140/90ରୁ ଅଧିକା ହେଇଛି। କିନ୍ତୁ ସେତେବେଳେ 70-80 ପାଖରୁ ଇଏ 110-100 ଏମିତି ହେଇଯିବ। बहुत ज्यादा बीपी था जब इनिशियली आया था, मेरे था नियर अबाउट 180 के आसपास सिस्टोलिक प्रेशर था, 110 ऐसे था। और अभी बिलो नॉर्मल 140 के नीचे है। तो बातें सर जब बोले उतने 6 मंथ ରହିବା हो गया। କଥା एक्चुअली 130/80-90 ରହିବା କଥା, କିନ୍ତୁ 140/80 अभी कितना है सर? प्लस 140/80 है नॉर्मल रेट। वो तो डाउट लगा चेक करे काले पड़ जाए। पहले कितना होता था? 180 170 फार्मासिस्ट के सर्विस आपने ଦିନେ ଏଇ BP ପାଇଁ ଘରେ ସାଲାଇନ୍ ଫାଲାଇନ୍ ଦେଇକି ଇଏ କରିକି ଗୋଟେ ରାତି ମୋ ସହିତ ଜଗିକି ରହିଛନ୍ତି। ସେ ନିଜେ ବି ଦିନେ ଟ୍ରିଟମେଣ୍ଟ କରିଛନ୍ତି। ये पावर है, ये सिस्टम का बेनिफिट है।
Kalia production is 6